ଏବେ ଲାଟେଷ୍ଟ ଅପଡେଟ ଆସି ପହଞ୍ଚୁଛି କି ସାଲେପୁର ବ୍ଲକ ଅନ୍ତର୍ଗତ ଜପକୁଦ ବଜାର ନିକଟରେ ଥିବା ଅଗରପୁର ଗ୍ରାମରେ ଏକ ପୋଲ ଖୁଣ୍ଟରେ ସଡ଼କ ଦୁର୍ଘଟଣାର ଶିକାର ହୋଇ ଗୋଟିଏ ଯୁବକର ମୃତ୍ୟୁ ହୋଇଥିବା ସମୟରେ ଆଉ ଜଣେ ଗୁରୁତର ଆହତ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଇନଭେଷ୍ଟିଗେସନ ଜାରି ରଖିଛି। ଏବେ ଲାଇଭ ଏକ୍ସକ୍ଲୁସିଭ ରିପୋର୍ଟ ଆପଣ ଦେଖୁଥିବେ। ଉକ୍ତ ଯୁବକଟି ଆସି ସପ୍ତ ଦୁର୍ଘଟଣାର ଶିକାର ହେଇଥିଲା। ଏଠି ବାଇକ୍ ମଧ୍ୟ ପଡିଛି, କୋଉ ଭଳି ଭାବରେ ପଡିଛି ଏବଂ ଯାହା ଖବର ମିଳୁଛି ସ୍ଥାନୀୟ ବାସିନ୍ଦା କହୁଛନ୍ତି ଏଠାରେ ଉକ୍ତ ଯୁବକଙ୍କର କୁଆଡେ ସ୍ପଟ ଡେଥ୍ ହେଇଯାଇଛି ଏବଂ ତାଙ୍କ ସହିତ କେତେ ଜଣ ଥିଲେ, କେମିତି ଆକ୍ସିଡେଣ୍ଟ ହେଲା, କିଛି ପ୍ରତ୍ୟକ୍ଷଦର୍ଶୀ ଅଛନ୍ତି, ତାଙ୍କ ପାଖରୁ ପ୍ରତିକ୍ରିୟା ନେବା। ସ୍ଥାନୀୟ ବାସିନ୍ଦା ଜଣ ଅଛନ୍ତି, ତାଙ୍କ ପାଖରୁ ପ୍ରତିକ୍ରିୟା ନେବା। କଣ କହିବେ ଆଜ୍ଞା, ଏଇ କେତେବେଳର ଦୃଶ୍ୟ, କେମିତି କଣ ଘଟିଲା? ଏଇ ଅଧଘଣ୍ଟା ହବ ଜଷ୍ଟ ଆସିଲା ବହୁତ ସ୍ପିଡ ରୁ। ସେ ଚଲେଇକି ଯେ ଲୋକଟା ସ୍ପଟ ଦେଲା, ସେ ଚଲେଇକି ଆସିକିରି ସିଧା ଏଇଠି ଖୁଣ୍ଟ ଦେହରେ ମାଡ ଦେଇ ପୁରା ତଳକୁ ଗଲା। ତଳେ ସେ ସେଇଠି ବି ସ୍ପଟ ଡେଥ୍ ହେଇଯାଇଛି। କେତେ ଜଣ ଥିଲେ ଗାଡିରେ? 2 ଜଣ ଥିଲେ, ଆଉ ଜଣେ ଖଣ୍ଡିଆ ଖାବରା ହେଇଛି, ତାକୁ 108 ନେଇ ଗଲାଣି। ଉକ୍ତ ଯୁବକଙ୍କ ଘର କୋଉଠି, କିଛି ଖବର ମିଳିଲାଣି? ସେ ତାଳପଦା ଭୀମଦାସପୁର ଗୋଦସରା କହୁଛନ୍ତି। ଗୋଦସରା ତା ନାଁ ହଉଛି ଶିବ ଦାସ, ଯେ ସ୍ପଟ ଡେଥ୍ ହେଇଛି। ଉକ୍ତ ଅଞ୍ଚଳର କିଛି ପୋଲିସ କର୍ମଚାରୀ ମାନେ ଆସିଥିଲେ କି? ପୋଲିସ କର୍ମଚାରୀ ଆସିଥିଲେ, ଉକ୍ତ ଅଞ୍ଚଳ ଲୋକ ବି ଅଛନ୍ତି, ଜଣେ ଆଉ ଜଣେ କରିକି ଗଲେଣି। ତାପରେ ଉକ୍ତ ଯୁବକ ଯୋଉ ଆକ୍ସିଡେଣ୍ଟ ହେଲା, ବର୍ତ୍ତମାନ ତାଙ୍କୁ ଘଟଣାସ୍ଥଳରୁ ମେଡିକାଲକୁ ଗଲେଣି ଶବ ସତ୍କାର ପାଇଁ। ତ ଆପଣ ଦେଖୁଥିଲେ ଏଠି ମଧ୍ୟ ସ୍ଥାନୀୟ ବାସିନ୍ଦା କିଛି କହୁଥିଲେ ଉକ୍ତ ଯୁବକର ସମ୍ପୂର୍ଣ୍ଣ ଇନଭେଷ୍ଟିଗେସନ ପରିସରଭୁକ୍ତ ହେଇସାରିଲାଣି ଏବଂ ଇଏ ହଉଛି ସେଇ ଜାଗା ଯୋଉଠି ଆପଣଙ୍କୁ ଭଲ ଭାବରେ ଦେଖଉଛି, ଯୋଉଠି ସିଧାସଳଖ ଗାଡି ଆସି ଏଇଠି ଦୁର୍ଘଟଣାର ସମ୍ମୁଖୀନ ହେଇଥିଲା ଏବଂ ସ୍ପଟ ଡେଥ୍ ହେଇଥିଲା। ଯଦି ଦିନ ଦିହି ପରେ ସାଲେପୁର ବ୍ଲକ ଅନ୍ତର୍ଗତ ଅଗରପୁର ଗ୍ରାମରେ ଏମିତି ଏକ ଅଭାବନୀୟ ଘଟଣା ଘଟୁଛି, ଏଠି ବଡ ପ୍ରଶ୍ନ ଉଠୁଛି, ତାହେଲେ ଏତେ ଜନଗହଳି ସ୍ଥାନରେ କେଉଁଭଳି ଭାବରେ ଦୁର୍ଘଟଣା ନ ହେଉଥିବ। ସାଲେପୁର ବ୍ଲକ ଅନ୍ତର୍ଗତ ଅଗରପୁର ଗ୍ରାମରୁ ବିଏସ୍ ଏଣ୍ଟରଟେନମେଣ୍ଟ ନ୍ୟୁଜ।